ଆଜି ଶୁଣିବା ଉପନ୍ୟାସ ପରିଚୟ ଭାଗ 3। ଲେଖିକା ପ୍ରତିଭା ରାୟ। ମହୁଲ ଝିଅଟା ଚମତ୍କାର କଥା କହି ଜାଣେ। ସହରୀ ଝିଅଙ୍କ ଭଳି କଥାରେ ଚାତୁରୀ ନାହିଁ, ଢଙ୍ଗ ନାହିଁ। ହେଲେ ପ୍ରତ୍ୟେକଟି କଥା ମନକୁ ଛୁଏଁ, ପ୍ରତ୍ୟୟ ଆଣେ ମନରେ। ନୀଳ ଆକାଶ ଭଳି ଖୋଲା ମନ, ପାହାଡ଼ି ଝରଣାଟି ଭଳି ଉଜ୍ଜଳ ଉତ୍ତାଳ ଭାବରାଶି। ତା ସଙ୍ଗେ ଆଳାପ କଲେ ଅନେକ ତଥ୍ୟ ମିଳିଯାଏ ଜୀବନେନ୍ଦୁଙ୍କୁ। ପାହାଡ଼ି ବନ୍ୟ ଜୀବନର ପ୍ରତ୍ୟେକଟି ଛନ୍ଦପତନର ପରିଚୟ ମିଳେ। ସେଥିପାଇଁ ଝିଅଟା ପ୍ରତି ମନରେ ଗୋଟାଏ ମାୟା ଆସିଯାଇଛି ଆପେ ଆପେ। ସେଇ ରାତ୍ରିର ଘଟଣା ପରଠୁ ମହୁଲ ଆଉ ରାତି ଅଭିସାରରେ ତାଙ୍କ ପାଖକୁ ଆସିନାହିଁ। ମାତ୍ର ଦିନରେ ବଙ୍ଗଳା ହତାରୁ ଫୁଲ ତୋଳିବା ପାଇଁ ରୋଜ ଆସୁଛି। ଚଇତି ପର୍ବର ଧୁମ୍ ଲାଗିଛି ଏବେ ସୁଗନ୍ଧିପୁରରେ। ସଞ୍ଜ ହେଲେ ଆଦିବାସୀ ପଡ଼ାରେ ଆନନ୍ଦ ଉଲ୍ଲାସର ବନ୍ୟା ଛୁଟୁଛି। ଢୋଲ, ନିଶାଣ, ମହୁରୀ, ଟିମିକି ବଜାଇ ତାଳେ ତାଳେ ଡାଲଖାଇ ରସରଖିଲିର ମନଛୁଆଁ ଗୀତର ସ୍ୱର ଭାସି ଆସୁଛି ଆଦିବାସୀ ପଡ଼ାରୁ ପବନ ସାଥିରେ। ପରବ ପାଇଁ ମହୁଲ ପ୍ରତିଦିନ ଫୁଲ ତୋଳିବାକୁ ଆସୁଛି। ଅଣ୍ଟିରେ ଅଣ୍ଟିଏ ଫୁଲ ଧରି ଜୀବନେନ୍ଦୁଙ୍କ ପାଖରେ ଖଡ଼ିଏ ପହରେ ଗଳ୍ପ କରୁଛି, ତାଙ୍କର ଭଲମନ୍ଦ ପଚାରୁଛି। ଜୀବନେନ୍ଦୁ ତାକୁ ଆଗ୍ରହ କଲେ ବୋଲି ନାରୀ ମନର ସହଜାତ ବିଦ୍ୱେଷ ତା ଭିତରେ ଜାଗିନି। ବୟସର ଅହଙ୍କାର ଆଉ ରୂପର ଗର୍ବ ନାହିଁ ତା ମନରେ। ସହରୀ ଝିଅଙ୍କ ଭଳି ନିଜ ବିଷୟରେ ଖୁବ୍ ଗୁଡ଼ାଏ ଅନୁଚିତ ଅଯଥା ବଢ଼ିମା ନାହିଁ। ନିଜ କ୍ଷମତା, ନିଜ ଯୋଗ୍ୟତାଠାରୁ ଅଧିକ ସୁଖ ଆଶା ନାହିଁ। ଅଳ୍ପକେ ସନ୍ତୁଷ୍ଟ ଝିଅଟା, ସେଥିପାଇଁ ସଦା ହସ ହସ, ବଣୀୟ କୁସୁମଟି ଭଳି ସୁରଭିତ ସତେଜ। ଚଇତି ପରବ ଦେଖିବା ପାଇଁ ମହୁଲ ଜୀବନେନ୍ଦୁଙ୍କୁ ଡାକି ନେଇଥିଲା। ଖୁବ୍ ଆଦର ଅଭ୍ୟର୍ଥନା କଲା। ଜୋର କରି ନାଚିବା ପାଇଁ ଭିଡ଼ି ନେଇଥିଲା। ହେଲେ ସେହି ସୁନ୍ଦର ଲୋକନୃତ୍ୟରେ ଜୀବନେନ୍ଦୁଙ୍କର ଅନାଡ଼ି ପଣିଆ ଦେଖି ଦେଖି ହସି ହସି ବେଦମ୍ ହୋଇଥିଲା। ତା ସଙ୍ଗେ ହସିଥିଲେ ଆଉ ସବୁ ସାଙ୍ଗସାଥୀ। ଜୀବନେନ୍ଦୁ ମହୁଲକୁ ଉଚିତ ଶିକ୍ଷା ଦେବା ପାଇଁ ଠିକ୍ କରି ତାର କଟିବେଶନ କରି ବଲ୍ଡାର୍ସନ କରିବାକୁ ଆରମ୍ଭ କରିଥିଲେ। କ୍ଲବରେ ଡାନ୍ସର ହିସାବରେ ଜୀବନେନ୍ଦୁଙ୍କର ବେଶ୍ ସୁନାମ। ମହୁଲକୁ ନିଜ ନୃତ୍ୟର ପାରଙ୍ଗମତା ଦେଖାଇ ତାକୁ ଅନାଡ଼ି କରିଦେବ ବୋଲି ଖୁବ୍ ସୁନ୍ଦର ଷ୍ଟେପିଂ ନେଇ ସେ ନାଚିବାକୁ ଆରମ୍ଭ ଦେଇଥିଲେ। ଅଥଚ ତାଙ୍କର ସେ ବେତାଳ ବିକୃତ ନାଚ ଦେଖି ମହୁଲ ସମେତ ସମସ୍ତେ ଉତ୍ତାଳ ହସରେ ଫାଟି ପଡ଼ିଥିଲେ। ସେ ହସର ତରଙ୍ଗରେ ଜୀବନେନ୍ଦୁ ଲଜ୍ଜାରେ ମହୁଲ ଛାଡ଼ିଦେଇ ଗୁମ୍ ହୋଇ ଯାଇଥିଲେ। ତାଙ୍କ ନୃତ୍ୟର ତାରିଫ କରିବା ପାଇଁ ବାସ୍ତବିକ ସେଠାରେ ବା କିଏ ଅଛି? ସ୍ଥାନ କାଳ ପାତ୍ର ଭୁଲି ବଡ଼ିମା ଦେଖାଇଲେ ମଣିଷ ଏମିତି ଅପଦସ୍ଥ ହୁଏ ଭାବି ସେ ଲେଉଟି ଆସିଥିଲେ ବଙ୍ଗଳାକୁ। ମହୁଲ ତାଙ୍କୁ ଖୁବ୍ ଗୁଡ଼ାଏ ନଚାଇଛି। ସେ ଏକେବାରେ କ୍ଳାନ୍ତ। ବଙ୍ଗଳା ବାରଣ୍ଡାରେ ଅବସନ୍ନ ଭଙ୍ଗୀରେ ବସି ପଡ଼ିବା ପରେ ହଠାତ୍ ଜୀବନେନ୍ଦୁଙ୍କର ମନେ ହେଲା ଆଉ କିଛି ସମୟ ସେଠାରେ ରହି ମହୁଲର ମିତକୁ ଥରେ ଦେଖି ନେଇଥିଲେ ଅନ୍ତତଃ ମହୁଲର ତା ମତ ବିଷୟରେ ଅତିରିକ୍ତ ବିଜ୍ଞାପନର ସତ୍ୟାସତ୍ୟ ଜଣାପଡ଼ିଥାନ୍ତା। ହୋ ହଲ୍ଲା ଭିତରେ ସେ ଏ କଥାଟା ଆଦୌ ସ୍ମରଣ କରିପାରି ନାହାନ୍ତି। ଜୀବନେନ୍ଦୁଙ୍କୁ ରାତିଟା କେମିତି ଖୁବ୍ ନିଃସଙ୍ଗ ମନେ ହେଲା। ବଙ୍ଗଳା ହତାଟା ଏକେବାର ଶୂନ୍ୟ। ନବଘନକୁ ସେ ଆଜି ପରବ ଦେଖି ଯିବା ପାଇଁ ଛୁଟି କରି ଦେଇଛନ୍ତି। ମନରେ କେମିତି ଗୋଟାଏ ଖାଁ ଖାଁ ଭାବ ଜାଗୁଛି। ମହୁଲକୁ ଡାକି ଆଣିଥିଲେ ଭଲ ହୋଇଥାନ୍ତା। ଅନ୍ତତଃ ଖୁବ୍ ମଧୁର ଆଳାପ ଭିତରେ ରାତିଟା କଟି ଯାଇଥାନ୍ତା। ମାତ୍ର ସେମିତି କରିବାଟା ନିହାତି ସ୍ୱାର୍ଥପରତା ହୋଇନଥାନ୍ତା କି? ମହୁଲ ପରବର ଆନନ୍ଦ ଉଲ୍ଲାସ ଛାଡ଼ି ତାଙ୍କ ସଙ୍ଗେ କାହିଁକି ବା ଆସନ୍ତା? ବରଂ ତା ମନରେ ବଣିଷଟିକୁ ସେ ସେଇ ନାଚର ଆସର ଭିତରେ ନିର୍ବାଚନ କରୁଥିବ। ସେ ସ୍ୱାଧୀନତା ତାଙ୍କର ଅଛି। ମହୁଲଠାରୁ ସବୁ କଥା ସେ ଶୁଣିଛନ୍ତି। ଆକାଶର ଜହ୍ନକୁ ବାଦଲ ଢାଙ୍କିଛି। ଅଚାନକ ଘୋଟି ଆସୁଛି ଅସରାଏ ମେଘ। ଶୀତଳ ପବନ ହେଲାଣି ଜୋରେ। ଚାହୁଁ ଚାହୁଁ ଝରି ପଡ଼ିଲାଣି ଆକାଶ ଆଖିରୁ ଝିରି ଝିରି ଲୁହ। ଆକସ୍ମାତ୍ ବିଜୁଳିବତୀର ଆଲୋକ ବି ଲିଭିଗଲାଣି। ବିରାଟ ବଙ୍ଗଳାଟା ଡୁବିଗଲାଣି ଅସୀମ ଅନ୍ଧକାରରେ। ଜୀବନେନ୍ଦୁ ବର୍ଷାର ଛିଟାରେ ଭିଜି ଭିଜି ସେମିତି ବସି ରହିଛନ୍ତି। ଭିତରକୁ ଯାଇ ଟର୍ଚ୍ଚ ଲାଇଟ୍ ଜଳାଇ ମହମବତୀ ଲଗାଇବାକୁ ଇଚ୍ଛା ହେଉନାହିଁ। ଅଦିନ ବର୍ଷାରେ ଗୋଟାଏ ସ୍ୱତନ୍ତ୍ର ଆକର୍ଷଣ ଅଛି। ଏକ ନୂତନ ରୋମାଞ୍ଚ ଅଛି। ଏ ରୋମାଞ୍ଚ ପାଇଁ ସାଥୀଟିଏ ଲୋଡ଼ା। ଅଥଚ ଏବେ ତାଙ୍କ ମନର ଦ୍ୱାର ନିଷିଦ୍ଧ। ମାଧବୀ ତାଙ୍କର ବାଗ୍ଦତ୍ତା ହେଲେ ମଧ୍ୟ ତାର ଭାବନାରେ ମନରେ ରୋମାଞ୍ଚ ଜାଗେ ନାହିଁ। ଅଥଚ ଦିନେ ହେଲେ ମାଧବୀ ତାଙ୍କ ହୃଦୟର ଅଧିଷ୍ଠାତ୍ରୀ ହେବ।
ତାଙ୍କ ପତ୍ନୀ ହେବାର ସମସ୍ତ ଯୋଗ୍ୟତା ତାର ଅଛି। ତା ବଂଶର ଆଭିଜାତ୍ୟ, ତା ବାପାଙ୍କର ବ୍ୟାଙ୍କ ବାଲାନ୍ସ, ମାଧବୀର ରୂପ, ଆଧୁନିକ ଶିକ୍ଷା ସବୁକିଛି ଯେମିତି ତାଙ୍କ ପରିବାରର ଆଭିଜାତ୍ୟ ବଂଶ ପରମ୍ପରା ପାଇଁ ଏକାନ୍ତ ଉଦ୍ଦିଷ୍ଟ। ମାଧବୀକୁ ଆଗ୍ରହ କରି ହୁଏ ନା। ତା ବ୍ୟକ୍ତିତ୍ୱର ଜ୍ୱାଳାମୟ ଦିଗଟାକୁ ବାଦ ଦେଲେ ମାଧବୀ ଏକ ବହୁବାଞ୍ଛିତା ନାରୀ। ତାକୁ ପତ୍ନୀ ଭାବରେ ପାଇବା ଷ୍ଟାଟସର ଆଉ ଏକ ନମୁନା। ମାଧବୀକୁ ସେ ପସନ୍ଦ କରନ୍ତି, ତାର ବିଚକ୍ଷଣତାକୁ ସେ ପ୍ରଶଂସା କରନ୍ତି। ଦିନେ ହେଲେ ମାଧବୀକୁ ପ୍ରେମ କରିବାକୁ ହିଁ ହେବ, ଅଥଚ ମାଧବୀକୁ ପତ୍ନୀ ଛଡ଼ା ପ୍ରେମିକା ରୂପରେ ଆଦୌ ଭାବି ହୁଏ ନାହିଁ। ପ୍ରେମିକାଠାରେ ଯେଉଁ କୋମଳତା, ଭାବପ୍ରବଣତା, ଏକାଗ୍ରତା ଥାଏ ତାହା ମାଧବୀଠାରେ ନାହିଁ। ଅଥଚ ଏକ ନିର୍ଭରଯୋଗ୍ୟ ପତ୍ନୀ ହେବାର ସମସ୍ତ ଉପାଦାନ ତାଠାରେ ଅଛି। ମାଧବୀକୁ ସେ ପତ୍ନୀ କରି ଆଣିବେ, ପ୍ରେମିକା ନୁହେଁ। ମାଧବୀର ଝୁଙ୍କ୍ ସବୁ ଅଦ୍ଭୁତ। ସେସବୁ ବିଚିତ୍ର ଝୁଙ୍କ୍ ଭିତରେ ଜୀବନେନ୍ଦୁଙ୍କୁ ସ୍ୱାମୀ ଭାବରେ ପାଇବାଟା ଯେମିତି ସର୍ବୋତ୍କୃଷ୍ଟ। ମାଧବୀର କୌଣସି ଝୁଙ୍କ୍ ଅପୂର୍ଣ୍ଣ ରହେ ନାହିଁ। ଲକ୍ଷପତି ପିତାଙ୍କର ଏକମାତ୍ର ସନ୍ତାନ ସେ, ତାଙ୍କ ସମ୍ପତ୍ତିର ଉତ୍ତରାଧିକାରିଣୀ। ତା ପାଇଁ ଅପ୍ରାପ୍ୟ ଶବ୍ଦଟିର କିଛି ହେଲେ ଅର୍ଥ ହୁଏ ନା। ତେଣୁ ଜୀବନେନ୍ଦୁଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ଯାହା ସମ୍ଭବ ତା ପାଇଁ କରିବାକୁ ହେବ। ମାଧବୀର ବାପା ସେଥିପାଇଁ ଖୁବ୍ ତତ୍ପର ହୋଇ ଉଠିଛନ୍ତି। ମାଧବୀର କୌଣସି ଇଚ୍ଛା ଅପୂର୍ଣ୍ଣ ରଖିନାହାନ୍ତି ସେ। ଆଉ ଏ ତ ମାଧବୀ ଜୀବନର ସବୁଠାରୁ ଚରମ କାମନା। ଜୀବନେନ୍ଦୁଙ୍କ ପରିବାର ତରଫରୁ ଆପତ୍ତି ଉଠିବାର କୌଣସି କାରଣ ନାହିଁ। ଆଉ ଜୀବନେନ୍ଦୁ? ସେ ଏକବାର ନୀରବ, ନିର୍ବିକାର। ମାଧବୀକୁ ପତ୍ନୀତ୍ୱ ଦେବାରେ ଅସମର୍ଥ ହେବାର କୌଣସି ଯୁକ୍ତି ନାହିଁ ତାଙ୍କ ପାଖରେ। ତାଙ୍କୁ ଖୁବ୍ ଆଗ୍ରହରେ ଗ୍ରହଣ କରିନେବାରେ ଉତ୍କଣ୍ଠା ବି ନାହିଁ ତାଙ୍କଠାରେ। ମାଧବୀର ସମକକ୍ଷ ଆଉ ଏକ ଝିଅ ନିର୍ବାଚନ କରିବା ଖୁବ୍ କଠିନ, ଯାହାକୁ ଏକ ସଙ୍ଗେ ପତ୍ନୀ ଓ ପ୍ରେମିକା ରୂପରେ ପାଇହେବ। ସେମିତି ଏକ ଝିଅକୁ କ'ଣ ସେ ମନେ ମନେ ଖୋଜି ହେଉଛନ୍ତି? ନା, ଜୀବନେନ୍ଦୁ ଏବେ ନିଜ ଗବେଷଣା ଭିତରେ ସମ୍ପୂର୍ଣ୍ଣ ହଜିଯାଇଛନ୍ତି। ମାଧବୀକୁ ନେଇ ଖୁବ୍ ଗୁଡ଼ାଏ ଚିନ୍ତା କରିବାର ଅବସର ନାହିଁ। ଅଥଚ ନିଜ ଅଜ୍ଞାତ ସାରରେ ସେ ବେଳେବେଳେ ଏମିତି ଏକ ନିଃସଙ୍ଗତାର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏମିତି ଏକ ନିର୍ଜନ ପରିବେଶରେ, ଏ ରିମ୍ଝିମ୍ ବର୍ଷାର ନୂପୁର ଛନ୍ଦରେ, ଏ ଶୂନଶାନ ରାତ୍ରିର ଅନ୍ଧକାରରେ କାହାର ସାନ୍ନିଧ୍ୟ, କାହା ଦେହର ଏକ ଉଷୁମ ନରମ ସ୍ପର୍ଶ କେମିତି ଲାଗନ୍ତା? ଜୀବନେନ୍ଦୁଙ୍କର ସାରା ଅଙ୍ଗରେ ଏକ ଅନାସ୍ୱାଦିତ ରୋମାଞ୍ଚ। ସେ ଉଠି ଠିଆ ହେଲେ। ଗୋଟାଏ ସିଗାରେଟ୍ ପିଇବାକୁ ଇଚ୍ଛା ହେଉଛି, ତା ଛଡ଼ା ଅନ୍ୟ କିଛି କରାଯାଇପାରେ ନା। ସେ ଅନ୍ଧକାର ଭିତରେ କେହି ଜଣେ ଧାଇଁ ଧାଇଁ ଆସୁଛି। ବର୍ଷାରେ ଭିଜି ଭିଜି ଛାୟାମୂର୍ତ୍ତିଟି ନାଚି ନାଚି ନିକଟତର ହେଉଛି। ଗୋଟାଏ ପଲକରେ ଜୀବନେନ୍ଦୁଙ୍କର ଦେହରେ ଗୋଟାଏ ବର୍ଷା ଭିଜା ପରିପୂର୍ଣ୍ଣ ଉଚ୍ଛଳ ନାରୀ ଦେହ ଧକ୍କା ଖାଇଲା। ଜୀବନେନ୍ଦୁ ନିଜ ଭିତରେ ଗୋଟାଏ ରୋମାଞ୍ଚ ଅନୁଭବ କରୁ କରୁ ଚିତ୍କାର କଲେ, କିଏ? କିଏ ତୁ? ମୁଁ ନବଘନର ଝିଅ। କହୁ କହୁ ବିଜୁଳି ଭଳି ଝିଅଟା ଖସିଗଲା ଜୀବନେନ୍ଦୁଙ୍କ ଆଲିଙ୍ଗନ ପାଶରୁ, ଆଉ ଆଖି ପିଛୁଳାକେ ଅଦୃଶ୍ୟ ହୋଇଗଲା ଚମ୍ପାଗଛର ଅନ୍ଧକାର ତଳେ। ଜୀବନେନ୍ଦୁ ସେଇ ବର୍ଷା, ସେଇ ଅନ୍ଧକାରରେ ଭିଜି ଭିଜି ଧାଉଁ ଧାଉଁ ଚିତ୍କାର କରୁଥିଲେ, ଶୁଣିଯା, ଶୁଣିଯା। ଅକସ୍ମାତ୍ ଆଉ ଗୋଟିଏ ବଳିଷ୍ଠ ଦେହ ସହ ଧକ୍କା ଖାଇ ସେ ଚମକି ଉଠିଲେ। ନବଘନର ଦୁଇଟା ଟାଣୁଆ ହାତ ତାଙ୍କର ଦେହଟାକୁ ଅଟକାଇ ଧରିଛି। ସେ ନିଶାଗ୍ରସ୍ତଙ୍କ ଭଳି କହିଲେ, ନବଘନ, ମୁଁ ତାକୁ ଏଇମାତ୍ର ଦେଖୁଛି। ସେ ତମର ଝିଅ? ନବଘନ ଗମ୍ଭୀର କଣ୍ଠରେ କହିଲା, ହଁ ବାବୁ, ସେ ମୋର ଝିଅ ବୋଲି ତମକୁ ମୁଁ କହିଛି। ସେ ଛାୟା, ତମେ ପୁଣି କାଣ୍ଡଜ୍ଞାନ ହରାଇ ବସି ତା ପଛରେ ଧାଇଁଛ। ବିଚାରୀ, ପରଜନ୍ମରେ ମଧ୍ୟ ସେ ଟିକେ ନିଶ୍ଚିନ୍ତରେ ଘୂରି ବୁଲି ପାରୁନାହିଁ। ଶିକ୍ଷିତ ସହରୀ ବାବୁମାନେ ତାକୁ ପରଜନ୍ମରେ ବି ଟିକେ ଶାନ୍ତି ଦେଉନାହାନ୍ତି। ଜୀବନେନ୍ଦୁଙ୍କର ସମସ୍ତ ଉତ୍ତେଜନା ନିମିଷକେ ବରଫ ପାଲଟିଗଲା। ନିଜ ଭିତରେ ଗୋଟାଏ ଭୟର ଚିତ୍କାର ସଞ୍ଚରିଗଲା ସନ୍ତର୍ପଣରେ। ଗୋଟାଏ ଅଶରୀରୀକୁ ସେ କିଛିକ୍ଷଣ ପୂର୍ବରୁ ଆଲିଙ୍ଗନ କରିଥିଲେ ବୋଲି ବିଶ୍ୱାସ ହେଉନାହିଁ। ସେ ତରୁଣୀ ଅଙ୍ଗର ମୃଦୁ ଉତ୍ତେଜନାମୟ ସ୍ପର୍ଶାନୁଭୂତି ଏବେ ମଧ୍ୟ ତାଙ୍କର ପ୍ରତିଟି ଲୋମକୂପ ଉପରେ ରୋମାଞ୍ଚ ଖେଳାଉଛି। ସେହି ବର୍ଷା ଭିଜା ନିଟୋଳ ବୁକୁର ସ୍ପନ୍ଦନ ତାଙ୍କ ବୁକୁରେ ଏବେ ମଧ୍ୟ ଉତ୍ତାଳ ତରଙ୍ଗ ହୋଇ ନୃତ୍ୟ କରୁଛି। ଆଉ କିଛି କ୍ଷଣ ସେ ଦେହଟାକୁ ଧରି ରଖିଥିଲେ ସେ ଯେମିତି ମୂର୍ଚ୍ଛା ଯାଇଥାନ୍ତେ। ଗୋଟାଏ ନାରୀ ଦେହର ସ୍ପର୍ଶରେ ଏତେ ରୋମାଞ୍ଚ, ଏତେ ଉତ୍ତେଜନା, ଏତେ ଉତ୍ତାପ ଥାଇପାରେ ବୋଲି ଏଇ ପ୍ରଥମ ଥର ସେ ଅନୁଭବ କରୁଛନ୍ତି।
ଗ୍ରନ୍ଥିରେ ଏକ ଶୀତଳ ଶୀତକାର, ତଥାପି ସେ ଟାଣି ହେଉଛନ୍ତି ଗୋଟାଏ ଅଦ୍ୟମ ଆକର୍ଷଣରେ, ଗୋଟାଏ ଉତ୍କଟ କୌତୂହଳରେ। ଛାୟାମୂର୍ତ୍ତିଟା ଧୀରେ ଧୀରେ ଅନ୍ଧାରକୁ ଘୁଞ୍ଚି ଯାଉଛି। ଜୀବନେନ୍ଦୁ ବଡ଼ ବଡ଼ ପାହୁଣ୍ଡ ପକାଇ ଚମ୍ପା ଗଛର ମୂଳରେ ପହଞ୍ଚିଲେ, କିନ୍ତୁ ସେଠି କାହାରି ଚିହ୍ନବର୍ଣ୍ଣ ନାହିଁ। ତାଙ୍କ ସାମ୍ନାରେ ଠିଆ ହୋଇ ଠୋ ଠୋ ହସୁଛି ନବଘନ। ଜୀବନେନ୍ଦୁ ଥରିଲା ଗଳାରେ କହିଲେ, ମୁଁ ତାକୁ ଦେଖିଛି ନବଘନ, ଠିକ୍ ଏଇଠି ଠିଆ ହୋଇଥିଲା ସେ। ନବଘନର ଦ୍ୱାର ଠିଆ ହେଲା। ସେଇ ଆଡ଼କୁ ଚାହିଁ କହିଲା, ସବୁ ମନର ଭ୍ରମ ବାବୁ, ତମେ ତା ପଛରେ ଧାଇଁଲେ ସେ ମାୟ ହୋଇ କେତେ ରୂପରେ ଦେଖାଦେବ। ଯାଅ, ଫେରିଯାଅ ବଙ୍ଗଳାକୁ। ସାନ ହୋଇ ବଡ଼ କଥା ନ ମାନିଲେ ବିପଦରେ ପଡ଼ିଯିବ କେତେବେଳେ। ଜୀବନେନ୍ଦୁ ସମ୍ମୋହିତ ହେବା ଭଙ୍ଗୀରେ କହିଲେ, ମୁଁ କିନ୍ତୁ ତାର ମୁହଁଟାକୁ ସ୍ପଷ୍ଟ ଦେଖିଛି ତାର ଗୋଟାଏ ସୁନ୍ଦର ହାତକୁ। ମନେ ରଖିବା ଭଳି ଏମିତି ମୁହଁଟି ତାର ଯେ ଆଜିଠୁ ଅନେକ ବର୍ଷ ପରେ ମଧ୍ୟ ମୁଁ ତାକୁ ଆଉ ଥରେ ଦେଖିଲେ ଠିକ୍ ଚିହ୍ନିପାରିବି। ନବଘନ ବିରକ୍ତିଭରା କଣ୍ଠରେ କହିଲା, ତାର ସହର୍ଷ ରୂପ ଭ୍ରମରେ ପଡ଼ି ତମେ ଶେଷକୁ ଜ୍ଞାନ ହରାଇ ବସିବ ଦେଖୁଛି। ଅଶରୀରର ଗୋଟାଏ ଠିକଣା ରୂପରେଖ କ'ଣ ଥାଏ? ଯାଅ, ଫେରିଯାଇ ଚୁପଚାପ ଶୋଇପଡ଼। ନବଘନ କଣ୍ଠରେ ଏମିତି ଏକ ଦୃଢ଼ ଆଦେଶର ଭଙ୍ଗୀ ଲୁଚି ରହିଥିଲା ଯେ ଜୀବନେନ୍ଦୁ ବାଧ୍ୟ ପିଲାଟି ଭଳି ଫେରିଆସିଲେ ନିଜ କୋଠରୀକୁ। ଟେବୁଲ ଉପରେ ଚମ୍ପା ଫୁଲର ଗୁଚ୍ଛଟା ସେମିତି ପଡ଼ି ରହିଛି ତାଙ୍କର ମନ ପ୍ରାଣ ସମଗ୍ର ଶରୀରକୁ ଉତ୍ତେଜନାରେ ଭରିଦେଇ। ନିଶୁନ ବଙ୍ଗଳା ହତାକୁ ପ୍ରତିଧ୍ୱନିତ କରି ଭାସି ଆସୁଛି ପଛରୁ ସେ ମାୟାଭରା ସଙ୍ଗୀତର ରିମ୍ଝିମ୍ ସ୍ୱର। ଜୀବନେନ୍ଦୁ ସେଲ୍ଫରୁ ଗୋଟାଏ ବୋତଲ ଟାଣି ଆଣି ଢକ୍ ଢକ୍ ପିଇଦେଲେ ଏକ ଉତ୍ତେଜନାରେ। ପରକ୍ଷଣରେ ଚିତ୍ ହୋଇ ଶୋଇପଡ଼ିଲେ ଶଯ୍ୟାରେ। ସେ ସଙ୍ଗୀତର ସ୍ୱର ନିଶୁନ ରାତ୍ରିକୁ ସେମିତି ନିଝୁମ ନିଶାରେ ଭରି ଦେଉଥିଲା। ତାପରେ ସେମିତି ଅନେକ ରାତ୍ରିରେ ସେ ମାୟାଭରା ସଙ୍ଗୀତର ସ୍ୱରରେ ସେ ସତେଜ ଚମ୍ପା ଗଛର ସୁଗନ୍ଧରେ ଉତ୍ତେଜିତ ମୋହଗ୍ରସ୍ତ ହୋଇ ଉଠନ୍ତି ଜୀବନେନ୍ଦୁ। ନିଜର ଚିନ୍ତା ଚେତନା ହରାଇ ସେ ଘୂରି ବୁଲନ୍ତି ବର୍ଷା କାକରରେ ଭିଜି ଭିଜି ସେଇ ଛାୟାମୂର୍ତ୍ତିଟିର ପଛରେ। ଅନେକ ବିଳମ୍ବିତ ରାତ୍ରିର ନିଶୁନ ପ୍ରହରରେ ଜୀବନେନ୍ଦୁ ଟେବୁଲ ଉପରେ ସେହି ତିଳାଙ୍କିତ ଲହୁଣୀ ହାତଟି ଚମ୍ପାଫୁଲର ଗୁଚ୍ଛ ନିଃଶବ୍ଦରେ ରଖିଦିଏ ଜୀବନେନ୍ଦୁଙ୍କୁ ମୋହଗ୍ରସ୍ତ ବିବଶ କରିଦେଇ। ସେ ନିଖୁଣ ସ୍ଥାପତ୍ୟର କାରୁକାର୍ଯ୍ୟଭରା ମୁଖଟି ବଙ୍ଗଳା ହତାର ଛାଇଆଲୁଅରେ ଲୁଚକାଳି ଖେଳି ଜୀବନେନ୍ଦୁଙ୍କୁ ବିଭ୍ରାନ୍ତ ବିବଶ କରିଦିଏ। ଜୀବନେନ୍ଦୁ ଯେମିତି ସେ ମାୟାବିନୀ ନାରୀଟିର ପ୍ରେମରେ ପଡ଼ିଯାଇଛନ୍ତି। ତାରୁଣ୍ୟର ଉଦ୍ଦାମତା ଭିତରେ ସେ ଯେମିତି ସେ ଅଶରୀରୀ ନାରୀଟିକୁ ନିଜର କରିନେବାକୁ ଚାହିଁଛନ୍ତି। ନିଜର ପ୍ରତ୍ୟେକଟି ଉତ୍ତେଜିତ ସ୍ନାୟୁଗ୍ରନ୍ଥିରେ ସେ ଯେମିତି ସେ ନାରୀର ସ୍ପର୍ଶାନୁଭୂତିକୁ ତିଳ ତିଳ କରି ସଞ୍ଚୟ କରି ନେବାକୁ ଚାହାନ୍ତି। ଜୀବନେନ୍ଦୁଙ୍କର ଗବେଷଣା ସେମିତି ଅଧା ପଡ଼ି ରହିଛି। ତାଙ୍କର ସମସ୍ତ ଏକାଗ୍ରତା ଠୁଳ ହୋଇଛି ସେ ମାୟାବିନୀ ନାରୀଠାରେ। ଜୀବନେନ୍ଦୁ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ମହୁଲ? ହଁ, ସେହି ଏକମାତ୍ର ନିର୍ଭରଯୋଗ୍ୟ ବାନ୍ଧବୀ, ଯାହା ପାଖରେ ନିଜକୁ ପ୍ରକାଶ କରିଦେବାରେ ତାଙ୍କର ଆପତ୍ତି ନାହିଁ। ହଁ, ତାହା ହିଁ କରିବେ ଜୀବନେନ୍ଦୁ। ନିଜ ଭିତରର ଏଇ ଅସ୍ଥିର ଆଲୋଡ଼ନକୁ ଜୋର କରି ଏଡ଼ାଇ ଯିବା ପାଇଁ ଏ ଭିତରେ ସେ ଖୁବ୍ ନିଶାଗ୍ରସ୍ତ କରି ପକାଇଛନ୍ତି ନିଜକୁ। ତାଙ୍କ ଶରୀରର ଇଏ କ୍ଷତି ସାଧନକୁ ସେ ଆନ୍ତରିକ ଅନୁମୋଦନ କରୁନଥିଲେ ବି ସେ ଏକେବାରେ ଉପାୟହୀନ ହୋଇ ଏପରି କରିଛନ୍ତି। ମାଧବୀ ଏଥିପାଇଁ ତାଙ୍କୁ ଆଦୌ କ୍ଷମା କରିବ ନାହିଁ। କିନ୍ତୁ ସେ ଯେ ନାଚାର, ସେ ଯେ ଏକ ଅଶରୀର ଆତ୍ମାର ପ୍ରେମରେ ପଡ଼ିଯାଇଛନ୍ତି, ଏ କଥା କ'ଣ କେବେ ହେଲେ ବିଶ୍ୱାସ କରିବ ମାଧବୀ? ମାଧବୀ ନୁହେଁ, ମହୁଲ ହିଁ ତାଙ୍କୁ ଅନେକ ଆଶ୍ୱାସନା ଦେବ। ପରଦିନ ପ୍ରଭାତରେ ମହୁଲଠାରେ ତାଙ୍କର ଆବଶ୍ୟକତା ଅଛି ବୋଲି ନବଘନକୁ ଜଣାଇ ଦେଇ ପ୍ରାତଃ ଭ୍ରମଣରେ ବାହାରି ପଡ଼ିଲେ ଜୀବନେନ୍ଦୁ। ରାତ୍ରିର ମହୁଲ ସହ ଦେଖା ହେବା ପର୍ଯ୍ୟନ୍ତ ନିଜକୁ କୌଣସିମତେ କାର୍ଯ୍ୟବ୍ୟସ୍ତ ରଖିବାକୁ ହେବ। ପାହାଡ଼ ଉପରୁ ତରୁଣୀ ଝିଅଟିର ସରୁ ସୀମନ୍ତଟି ପରି ଝରଣାଟିଏ ଝରିଆସିଛି ଶ୍ୟାମଳ ପାହାଡ଼ର କୁନ୍ତଳକୁ ସନ୍ତର୍ପଣରେ ବିଭକ୍ତ କରି। କିଛି ବାଟ ପରେ ସମତଳ ଶଯ୍ୟାରେ ଝରଣାଟିର ଗତି ସନ୍ତାନ ସମ୍ଭବା ନାରୀଟି ପରି ମନ୍ଥର। ପୃଥୁଳ ତାର କଟିଦେଶ। ସତେବା ଝରଣାଟିଏ ନୁହେଁ, ସ୍ଥିର ନିସ୍ତରଙ୍ଗ ହ୍ରଦ ଅଥବା ଶାନ୍ତ ସରସୀ। ଚାରିପଟେ ସୁନାରୀ ଶାଳ କଦମ୍ବ ମହୁଲ ଗଛର ଭିଡ଼। ତା ଉପରେ ନୀଳ ତମାଳର ଘଞ୍ଚ ଚାନ୍ଦୁଆଟି। ସତେବା ସ୍ନାନରତା ବନ୍ୟ କିଶୋରୀର ଅନାବୃତ ଦେହବଲ୍ଲରୀକୁ ବନ୍ୟ ପଥିକର ଦୃଷ୍ଟିପଥରୁ ଘୋଡ଼ାଇ ରଖିବା ପାଇଁ ସୁନ୍ଦର ସବୁଜ ପରଦାଟିଏ ଟାଣି ଧରିଛି ପ୍ରକୃତି। ଜୀବନେନ୍ଦୁ ପ୍ରକୃତିର ସେଇ ସବୁଜ ଶୋଭାରେ ଆଖିର ନୀଳିମାକୁ ମିଶାଇ ଦେଉ ଦେଉ ଝରଣା ଜଳରେ ଦୃଷ୍ଟି ନିବଦ୍ଧ କରି ଚମକି ଉଠିଲେ।
ଝରଣାର ପାଣି ଥରେ ଥରେ ନାଚୁଛି। ପାଣି ସାଥିରେ କାହାର ଛାଇ ନାଚୁଛି, କାହାର ସେଇ ମିନକର ମୁହଁଟି। ନିଜ ଭିତରେ ଏକ ଅସ୍ଥିର କମ୍ପନ ଅନୁଭବ କରୁ କରୁ ଜୀବନାନନ୍ଦ ଦେଖିଲେ ଝରଣା କୂଳରେ ଓଦା ଲୁଗା ଚିପୁଡ଼ି ନିଜର ଅନାବୃତ ବକ୍ଷକୁ ଢାଙ୍କି ନେଉଛି ସଦ୍ୟ ସ୍ନାତା ମହୁଲ। ତା ପଛରେ ଯେଉଁ ଝିଅଟି ଓଦା ଲୁଗା ଚିପୁଡ଼ୁଛି ତାର ପଦ୍ମ ପାଖୁଡ଼ା ଭଳି ହାତ ପାପୁଲିରେ ଭ୍ରମର ଭଳି ଗୋଟାଏ ବଡ଼ ତିଳ ଚିହ୍ନ। ଜୀବନେନ୍ଦୁଙ୍କର ଦୃଷ୍ଟି ସେ ପାପୁଲି ଉପରେ ତିଳ ଚିହ୍ନରୁ ଖସିଯାଇ ଅକସ୍ମାତ୍ ମୁହଁଟି ଉପରେ ନିବଦ୍ଧ ହେଲା। ଜୀବନେନ୍ଦୁ ଆବାକ୍, ବିମୂଢ଼, ରୋମାଞ୍ଚିତ। ସେ ଅବା ସ୍ୱପ୍ନ ଦେଖୁଛନ୍ତି। ତାଙ୍କ ସ୍ୱପ୍ନର ନାୟିକା, ତାଙ୍କ କଳ୍ପନାର ପ୍ରେମିକା, ରାତ୍ରିର ସେହି ଅଶରୀରୀ ମାୟାବିନୀ ନାରୀଟି ତାଙ୍କ ସାମ୍ନାରେ ଜୀବନ୍ତ ଦେହ ନେଇ ମୂର୍ତ୍ତିବନ୍ତ ହୋଇଛି। ସେ ଅଶରୀରୀ ନୁହେଁ, ସେ ହସୁଛି, ମହୁଲ ସହ ମୃଦୁ ଆଳାପ କରୁଛି, ଲୁଗା ଚିପୁଡ଼ୁଛି, ଦେହ ଢାଙ୍କୁଛି। ସେ ଏକ ରୂପମୟୀ ବନ୍ୟ ତରୁଣୀ। ମହୁଲ ଅକସ୍ମାତ୍ ଜୀବନନ୍ଦଙ୍କୁ ଆବିଷ୍କାର କରି ସଙ୍କୋଚିତ ହୋଇ ପଡ଼ୁ ପଡ଼ୁ ତରୁଣୀଟି ଚମକି ଉଠିଲା। ତା ସାମ୍ନାରେ ଜୀବନେନ୍ଦୁ, ତା ଆଖି ସହ ଜୀବନେନ୍ଦୁ ଆଖି ମିଳାଇ ଠିଆ ହୋଇଛନ୍ତି। ତାଙ୍କ ଆଖିରେ ଆକୁଳ ଜିଜ୍ଞାସା। ଗୋଟାଏ ପଲକରେ ଭୀତତ୍ରସ୍ତା ହରିଣୀଟି ଭଳି ତରୁଣୀଟି ଡେଇଁ ଡେଇଁ ହଜିଗଲା ଅରଣ୍ୟର ସବୁଜିମା ଭିତରେ। ଜୀବନେନ୍ଦୁ କିଛି କହିବା ପୂର୍ବରୁ ଅକସ୍ମାତ୍ ଝିଅଟି ଧାଇଁ ଧାଇଁ ପଳାଇଲା ଆଖି ସାମ୍ନାରେ ବ୍ୟାଧ ଦେଖିବା ଭଳି। ତାର ସେଇ ନିଟୋଳ ଅନାବୃତ ଗୋଡ଼ ଓ ଗୋଲାପୀ ନରମ ପାଦ ଦୁଇଟିର ଅପୂର୍ବ ନୃତ୍ୟଛନ୍ଦକୁ ବିମୋହିତ ଭଙ୍ଗୀରେ ଚାହିଁ ରହି ଜୀବନେନ୍ଦୁ ମୂକ ଭଳି ଠିଆ ହୋଇ ରହିଲେ। ସେ ଅବା ମୂର୍ତ୍ତିଟିଏ ପାଲଟି ଯାଇଛନ୍ତି। ତାଙ୍କ ପାଦ ପାଖରେ ଝିଅଟିର ଜୁଡ଼ାରୁ ଖସି ପଡ଼ିଛି ଚମ୍ପା ଫୁଲର ମଉଳା ପେନ୍ଥାଟିଏ। ହଠାତ୍ ଅବା ଝରଣାର ସ୍ଥିର ଜଳରାଶି କଳକଳ ନାଦରେ ବହିଗଲା। ନା, ଏ ଝରଣାର କୁଳୁକୁଳୁ ଧ୍ୱନି ନୁହେଁ, ଏ ମହୁଲର ଖିଲିଖିଲି ହସ। ମହୁଲ ଓଦା ଲୁଗାକୁ ଦାନ୍ତରେ କାମୁଡ଼ି କାମୁଡ଼ି ହସୁଛି ଅପୂର୍ବ ଭଙ୍ଗୀରେ। ଜୀବନେନ୍ଦୁ ମହୁଲକୁ କିଛି କହିବା ଆଗରୁ ମହୁଲ ହସି ହସି କହିଲା, କି ବାବୁ, ଏମିତି କାଠ ପାଲଟି ଗଲ ଯେ? ଜୀବନେନ୍ଦୁ ଦମ୍ ରୋକି ଉତ୍କଣ୍ଠାରେ ପ୍ରଶ୍ନ କଲେ, ମହୁଲ, ସେ ଝିଅଟି କିଏ, ଯାହା ଗଭାରୁ ଏ ଚମ୍ପାଫୁଲ ପେନ୍ଥଟି ଖସି ପଡ଼ିଯାଇଛି ଭୂଇଁରେ? କହୁ କହୁ ଅତି ଯତ୍ନରେ ଚମ୍ପାଫୁଲ ଗୁଚ୍ଛଟିକୁ ଭୂଇଁରୁ ତୋଳି ଆଣିଲେ ଜୀବନେନ୍ଦୁ। ପୁଣି ମହୁଲର ସେ କଳକଳ ହସର ଧ୍ୱନି। ସତେବା ଜୀବନେନ୍ଦୁ କଥା କହୁନାହାନ୍ତି, ତାକୁ କୁତୁକୁତୁ କରୁଛନ୍ତି। ହସ ରୋକି ଆଖି ନଚାଇ ଦୁଷ୍ଟ ଝିଅଟି ଭଳି ସେ କହିଲା, ସେ ଝିଅଟି, ତାର ଦାମ କିନ୍ତୁ ମୋଟେ 10 ଟଙ୍କା ନୁହେଁ, ତାର ଦାମ ବହୁତ ବେଶୀ। ଦେଇପାରିବ ବାବୁ? ତେବେ ଯାଇ କହିବି ସେ କିଏ। କହ ମହୁଲ, ସବୁବେଳେ ଥଟ୍ଟା ପରିହାସ ଭଲ ଲାଗେ ନାହିଁ। ଝିଅଟାର ପରିଚୟ ଖାଲି ମୋର ଲୋଡ଼ା, ଆଉ କିଛି ଲୋଡ଼ା ନାହିଁ। ନ କହିଲେ ନବଘନକୁ ପଚାରିବି ଯାଇ, ଜୀବନେନ୍ଦୁ ପ୍ରକୃତିସ୍ଥ ଗଳାରେ କହିଲେ। ମହୁଲ ନରମ ହୋଇ ଉଠିଲା। ଅଳି କଲା ଭଳି କହିଲା, ନାଇଁ ବାବୁ, ନବଘନ କକାକୁ କିଛି କହିବ ନାହିଁ। ବୁଢ଼ାଟାର 1000 କାଇଦା କଟକଣା। ଏଠିକି କାହିଁକି ଗାଧୋଇ ଆସୁଥିଲି ବୋଲି ବୁଢ଼ାଟା ଧମକେଇବ। ବଙ୍ଗଳା ପାଖ ଝରଣାରେ ଗାଧୋଇବାକୁ ତାର ମନା। ଝିଅଟା ଆଉ କେହି ନୁହେଁ ମ, ସେ ମୋର ମିତ। କହୁ କହୁ ଚୁପ୍ ହେଇଗଲା। ଜୀବନେନ୍ଦୁ ଦେଖିଲେ କାନ୍ଧରେ ଚିକ୍ ଚିକ୍ ଧାରୁଆ ଟାଙ୍ଗିଆଟିଏ ପକାଇ ଜଙ୍ଗଲ ଭିତରୁ ବାହାରି ଆସୁଛି ସୁସ୍ଥ ସବଳ ସୁଠାମ ଜୁଆନ୍ଟିଏ। ବେପାରୁଆ ଭଙ୍ଗୀରେ ଭୁସ୍ ଭୁସ୍ ମାଡ଼ି ଆସୁଛି। ମହୁଲ ଚୁପ୍ ଚୁପ୍ କରି କହିଲା, ଟୋକାଟା ଜିଅନ୍ତା ଚିତାବାଘକୁ ବାନ୍ଧି ଆଣିବ। ଭାରି ସାହସୀ, ଭାରି ଦୁର୍ଦ୍ଦାନ୍ତ। ମୋ ମିତ ପିଛାରେ ଖୁବ୍ ପଡ଼ିଯାଇଛି, ହେଲେ ମୋ ମିତ ତାକୁ ଦି ଆଖିରେ ଦେଖିପାରେ ନାହିଁ। କହୁ କହୁ ମହିଲ ଡେଇଁ ଡେଇଁ ଅଦୃଶ୍ୟ ହୋଇଗଲା। ଟୋକାଟା ସେତେବେଳକୁ ଜୀବନନ୍ଦଙ୍କ ସାମ୍ନାସାମ୍ନି ହୋଇଯାଇଥିଲା। ମହୁଲର ଯିବା ବାଟକୁ ଚାହିଁ ଚାହିଁ ଜୀବନନ୍ଦଙ୍କୁ ଏକ ହିଂସ୍ର କଟାକ୍ଷ ହାଣି ଦେଇ ଦର୍ପିତ ଭଙ୍ଗୀରେ ଗୋଟାଏ ପଥର ଉପରେ ଟାଙ୍ଗିଆକୁ ପଚାଇବାକୁ ଲାଗିଲା। ଜୀବନେନ୍ଦୁ ସ୍ଥିର କରିଥିଲେ ଯେ କୌଣସି ମତେ ସେ ଝିଅଟାକୁ କାବୁ କରିବାକୁ ହେବ। ତାର ସେ ରହସ୍ୟମୟ ରାତ୍ରି ଅଭିସାର, ମାୟାଭରା ସଙ୍ଗୀତ, ଚମ୍ପାଫୁଲର ଗୋପନ ଉପହାର ଇତ୍ୟାଦିର ରହସ୍ୟ ଉଦ୍ଘାଟନ କରିବେ। ଆଉ ନବଘନର ସେଇ କାହାଣୀର ସତ୍ୟାସତ୍ୟ ପ୍ରମାଣିତ କରିବେ। ସେଦିନ ସେ ଏକ ନୂତନ ରୋମାଞ୍ଚ ଆଶାରେ ଅଧୀର ହୋଇ ଉଠିଥିଲେ। ସବୁଦିନ ଭଳି ସେ ରାତ୍ରିର ବିଳମ୍ବିତ ପ୍ରହରରେ ଏକାଗ୍ର ଚିତ୍ତରେ ବହି ଉପରେ ଦୃଷ୍ଟି ନିବଦ୍ଧ କରି ପଢ଼ିବାରେ ଛଳନା କରି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତଟିକୁ ପ୍ରତୀକ୍ଷା କରିବାକୁ ଲାଗିଲେ। ଶୀତଳ ରାତ୍ରିର ସମୀରଣରେ ଝଲକାଏ ଚମ୍ପାଫୁଲର ବାସ୍ନାରେ ଜୀବନେନ୍ଦୁ ସଜାଗ ହୋଇ ଉଠିଲେ। ପରକ୍ଷଣରେ ଝରକା ଦେଇ ଲମ୍ବି ଆସିଥିବା ସେ ତେଳାଙ୍କିତ ଲହୁଣୀ ହାତଟି ଜୀବନେନ୍ଦୁଙ୍କର ଦୃଢ଼ କଠୋର ହାତମୁଠା ଭିତରେ ବନ୍ଦୀ ହୋଇଗଲା। ଜୀବନେନ୍ଦୁଙ୍କର ଦୃଢ଼ ହାତମୁଠା ଭିତରେ ପେଶି ହୋଇ ଚମ୍ପାଫୁଲର ପାଖୁଡ଼ା ସବୁ ଝରି ପଡ଼ୁଛି। ଝିଅଟି ଯନ୍ତ୍ରଣା ଓ ଭୟରେ ଅସ୍ପଷ୍ଟ ଚିତ୍କାର କରି ଉଠିଲା।
ଭୟ ଆଶଙ୍କା ଆନନ୍ଦ ଉତ୍ତେଜନାରେ ଶିହରି ଉଠୁ ଉଠୁ ଜୀବନାନନ୍ଦ ଅନୁଚ୍ଚ କମ୍ପିତ ଗଳାରେ କହିଲେ, କିଏ ତୁ? କ'ଣ ତୋର ପରିଚୟ? ସତ କହ, ନଚେତ୍ ତତେ ଗୁଳି କରି ମାରିଦେବି। ମୋ ସାମ୍ନାରେ ବନ୍ଧୁକ ଥୁଆ ହୋଇଛି। ଲକ୍ଷ୍ୟ ମୋର ଏକେବାରେ ଅବ୍ୟର୍ଥ। ଛାୟାମୂର୍ତ୍ତିଟି କ୍ଷୀଣକଣ୍ଠରେ କହିଲା, ମୁଁ ଏକ ଅଶରୀରିଆ ଛାୟା। ଚୁପ୍ କର। ସତ କହ ତୁ କିଏ? ନଚେତ୍ ତତେ ଅଶରୀରର ଛାୟାଟିଏ କରିଦେବା ପାଇଁ ମୋତେ ଖୁବ୍ କମ୍ ସମୟ ଲାଗିବ। ଏଥର ଜୀବନେନ୍ଦୁଙ୍କ କଣ୍ଠରେ ଆଶ୍ଚର୍ଯ୍ୟ ଓ ଦୃଢ଼ତା। ଛାୟାମୂର୍ତ୍ତିଟି ନରମ କଣ୍ଠରେ କହିଲା, ମୋ ହାତଟା ଛାଡ଼ିଦିଅ ବାବୁ, ଖୁବ୍ କଷ୍ଟ ହେଉଛି। ଘର ଭିତରକୁ ଯାଇ ସବୁ କଥା କହିବି। ବେଶ୍। ଜୀବନେନ୍ଦୁ ହାତଟି ଛାଡ଼ିଦେଲେ। ପରକ୍ଷଣରେ ଛାୟାମୂର୍ତ୍ତିଟି ଅପସରିଗଲା। ଜୀବନେନ୍ଦୁ ଆଖି ପିଛୁଳାକେ କବାଟ ଖୋଲି ବାହାରି ଆସିଲେ। ଛାୟାମୂର୍ତ୍ତିଟି ଧାଇଁ ଯାଉଁ ଯାଉଁ ଜୀବନେନ୍ଦୁ ତାକୁ କାବୁ କରିନେଲେ। ଜୀବନେନ୍ଦୁଙ୍କ ବଳିଷ୍ଠ ଆଲିଙ୍ଗନ ଭିତରେ ଗୋଟାଏ ଉଚ୍ଛୁଳ ଫୁରନ୍ତ ତରୁଣୀର କୋମଳ ଦେହ ବନ୍ଧା ପଡ଼ିଗଲା। ଜୀବନେନ୍ଦୁ ଜୋର କରି ଘର ଭିତରକୁ ଭିଡ଼ି ଆଣିଲେ ତରୁଣୀଟିକୁ। ଗୋଟାଏ କୋଣକୁ ତାକୁ ଠେଲି ଦେଇ କବାଟଟା ଭିତରୁ ଲଗେଇଦେଲେ। ବନ୍ଧୁକଟା ଉଠାଇ ଆଣି ଝିଅଟିକୁ ଲକ୍ଷ୍ୟ କରି ରୁକ୍ଷ ଗଳାରେ କହିଲେ, ଗୋଟାଏ ସାମାନ୍ୟ ଜଙ୍ଗଲୀ ଝିଅ ତୁ, ଅଥଚ ତୋର ଚାଲାକି କିଛି କମ୍ ନୁହେଁ। ତୋ ଲାଗି ମୋର ଯେ କି କ୍ଷତି ହୋଇଛି, କି ଜ୍ୱାଳା ଯନ୍ତ୍ରଣାର ଛଟପଟ ହୋଇ ମୁଁ ଯେ ଏଠି ପଡ଼ି ରହିଛି, ମୋର ପାଠ ଗବେଷଣା ସବୁ ଏମିତି ତୋରି ଲାଗି ପଣ୍ଡ ହୋଇଯାଇଛି, ତାହା ତୁ ବୁଝିବୁ ନାହିଁ। କିନ୍ତୁ ଆଜି ମୁଁ ତତେ ଛାଡ଼ିଦେବି ନାହିଁ। କାହିଁକି ତୁ ମୋତେ ଏମିତି ଚଳାଉଛୁ? ଝିଅଟି କାନ୍ଥକୁ ଆଶ୍ରା କରି ଅବସନ୍ନ ହୋଇ ଠିଆ ହୋଇଛି ଏକ ଅପୂର୍ବ ଭଙ୍ଗୀରେ। ଝର ଝର ଲୁହରେ ବକ୍ଷ ବିଛାଇ ସେ କାନ୍ଦୁଛି ନିଃଶବ୍ଦରେ। ଜୀବନେନ୍ଦୁ ନରମ ହୋଇ ଉଠିଲେ। ତରୁଣୀ ଝିଅର ଆଖି ଲୁହ ସେ ପୁଣି ଯଦି ସୁନ୍ଦରୀ ତରୁଣୀ ହୁଏ, କେଉଁ ପାଷାଣ୍ଡର ହୃଦୟକୁ ଆର୍ଦ୍ର କରିବ ନାହିଁ? ଜୀବନେନ୍ଦୁଙ୍କର ସେମିତି ଦ୍ରବୀଭୂତ ଅବସ୍ଥା। ସେ ବନ୍ଧୁକଟି ଯଥାସ୍ଥାନରେ ଥୋଇଦେଇ ପରିହାସ କରିବା ଭଙ୍ଗୀରେ କହିଲେ, ଅଶରୀରର ମଧ୍ୟ କ'ଣ ବନ୍ଧୁକ ଗୁଳିକୁ ଏତେ ଭୟ? ମୁଁ ତ ଆଉ ତତେ ସତରେ ମାରିଦେଉ ନାହିଁ। ଏଥର ଲୁହ ପୋଛି ତୋର କଥା କହୁନୁ କାହିଁକି? ତତେ ତ ସୁନ୍ଦର ଅଭିନୟ କରି ଆସେ। ତୁ ଯେମିତି ଅଶରୀରୀ ହୋଇ ଘୂରି ବୁଲୁଥିଲୁ ନା, ମୁଁ ନ ହୋଇଥିଲେ ଆଉ କିଏ ହୋଇଥିଲେ ଭୟରେ ସେ ମଧ୍ୟ ଅଶରୀରୀ ପାଲିଟି ତୋ ସଙ୍ଗେ ଘୂରି ବୁଲୁଥାନ୍ତା। ଝିଅଟି ଅଦ୍ଭୁତ। ବେଳୁବେଳେ ସେ ବେଶୀ ବେଶୀ କାନ୍ଦୁଛି। ଲୁହ ତାର ସୁନ୍ଦର ମସୃଣ ଗାଲ ଦୁଇଟି ଭିଜି ଭିଜି ଚିକ୍ ଚିକ୍ କରୁଛି। ଜୀବନେନ୍ଦୁ ଏଥର ଝିଅଟାର ନିକଟତର ହେଲେ। ତା କାନ୍ଧରେ ଦୁଇ ହାତ ରଖି ଆଶ୍ୱାସନା ଭରା କୋମଳ କଣ୍ଠରେ କହିଲେ, କାନ୍ଦୁଛୁ କାହିଁକି? ତୋ ଉପରେ ମୋର ଆଦୌ ରାଗ ବା ବିଦ୍ୱେଷ ନାହିଁ, ବରଂ ତୋ ପାଇଁ ମୋ ମନରେ କେତେ କୌତୂହଳ, କେତେ ମାୟା, କେତେ ପ୍ରେମ। ତୋ ଲାଗି ମୁଁ କେତେ କଷ୍ଟ ପାଉଛି। ପାଠଶାଠ ଛାଡ଼ି ଦେଇଛି, ଆହାର ନିଦ୍ରା ତ୍ୟାଗ କରିଛି। ତୁ ବା ସେସବୁ କ'ଣ ବୁଝିବୁ? ତୋ ଭଳି ଏଡ଼େ ସୁନ୍ଦରୀ ଝିଅଟିଏ ମୋ ଜୀବନରେ କେଉଁଠି ଦେଖି ନାହିଁ। ତୋ ପାଇଁ ମୋ ମନରେ ଯେଉଁ କାମନା ଉତ୍ତେଜନା ଯେପରି ଅନ୍ୟ କୌଣସି ଝିଅ ପାଇଁ ମୁଁ ଅନୁଭବ କରେ ନାହିଁ। ତୁ ଦେବୀ ଦାନବୀ ଭୂତ ପ୍ରେତ ଡାହାଣୀ ଚିରୁଗୁଣୀ ଯିଏ ହୁଅ ନା କାହିଁକି, ମୁଁ ତତେ ପ୍ରେମ କରେ, ମୁଁ ତତେ ଭଲ ପାଏ। ଝିଅଟି ଯେମିତି ଚମକି ଉଠିଲା। ପ୍ରତିବାଦ ସ୍ୱରରେ କହିଲା, ସେହିପରି କୁହ ନାହିଁ ବାବୁ। ସେ କଥା ଶୁଣିଲେ ବାପା ମୋର ମୋତେ ଦଗର କରିଦେବ, ତୁମକୁ ମଧ୍ୟ। ସେଥିପାଇଁ ମୁଁ ଲୁଚି ଲୁଚି ବୁଲୁଛି। ଜୀବନେନ୍ଦୁ ଚକିତ କଣ୍ଠରେ ପ୍ରଶ୍ନ କଲେ, ତୁ କିଏ? ତୋର ବାପା କିଏ? ମୁଁ ମକ୍ଷୀ, ନବଘନର ଝିଅ। ଝିଅଟି ଲୁହ ପୋଛୁ ପୋଛୁ ଉତ୍ତର ଦେଲା, ମକ୍ଷୀ? ବାଃ, ଅପୂର୍ବ ନାଁଟିଏ ତ। ନା ନା, ତୁ ତ ମଧୁମକ୍ଷୀ। କିନ୍ତୁ ନବଘନର ଝିଅ, ମା ତ ମରିଯାଇଛି, ସେ ଛାୟା ହୋଇଯାଇଛି। ତୁ ପୁଣି ତାର କେଉଁ ଝିଅ? ଜୀବନେନ୍ଦୁ ସହଜ କଣ୍ଠରେ ପ୍ରଶ୍ନ କଲେ। ମକ୍ଷୀ ଚୁପ୍ ଚୁପ୍ କରି କହିଲା, ସେ ଅନେକ କଥା ବାବୁ। ମାୟା ମୋର ବଡ଼ ଭଉଣୀ। ତାର ମରଣ ବେଳକୁ ମୋର ହେତୁ ହୋଇନାହିଁ। ମୁଁ ସେତେବେଳେ ଖୁବ୍ ସାନ। ଗେଟ୍ ଖୋଲିବାର ଶବ୍ଦ ହେଲା। ନବଘନ ଗେଟ୍ ପାଖରେ ଠିଆ ହୋଇ ଗେଟ୍ ତାଲା ଦେଉଛି। ଚମକି ଉଠିଲା ମକ୍ଷୀ। ତାର ସୁନ୍ଦର ରଙ୍ଗୀନ ମୁହଁ ସକାଳ ମଲାଜହ୍ନ ଭଳି ଫିକା ପଡ଼ିଗଲା। ସେ ଦମ୍ ରୋକି କହିଲା, ବାପା ଏଣିକି ଆସୁଛି ବାବୁ, ଦେଖିଲେ ଆଉ ରକ୍ଷା ନାହିଁ। ମୁଁ ଯାଉଛି। ନା, ତତେ ମୁଁ ଆଉ ଛାଡ଼ିବି ନାହିଁ। ମକ୍ଷୀର ଲୁହୁଣୀ ହାତଟାକୁ ଜୀବନେନ୍ଦୁ ଗୋଟାଏ ଆବେଗରେ ଧରି ନେଉ ନେଉ ସେ ହାତଟି ଚଟ୍ କରି ଖସା ନେଇ ବିଜୁଳି ଭଳି ବାହାରିଗଲା ଘରୁ। ଜୀବନେନ୍ଦୁ ପ୍ରତିରୋଧ କରିପାରିଲେ ନାହିଁ। ଅନ୍ଧାର ଭିତରେ ମିଶି ଯାଉ ଯାଉ ଫିସ୍ ଫିସ୍ କରି ମକ୍ଷୀ କହିଲା, କାଲି ଠିକ୍ ଏତିକି ବେଳେ ଆସିବି ବାବୁ, ବାପାକୁ କିଛି କହିବ ନାହିଁ। ଜୀବନେନ୍ଦୁ ନରାଶର ବ୍ୟଥାରେ ବିସ୍ମୟରେ ବିମୂଢ଼ ଚକିତ ହୋଇ ସେମିତି ଠିଆ ହୋଇ ରହିଲେ। ଦୂରରୁ ଭାସି ଆସୁଥିଲା ସେଇ ମାୟାଭରା ସଙ୍ଗୀତର ସ୍ୱର।
ଜୀବନେନ୍ଦୁ ଝରକା ବାଟେ ଦେଖିଲେ ମଖି ଛାୟାଟିଏ ପାଲଟି ଯାଇ ନାଚି ନାଚି ଗୀତ ଗାଇ ଚମ୍ପା ଗଛର ମୂଳ ଦେଇ ନବଘନର କ୍ୱାର୍ଟର ଭିତରେ ହଜି ଯାଉଛି। ବାହାରେ ନବଘନର ବାଡ଼ି ଠକ୍ ଠକ୍ ଶବ୍ଦ, ଗମ୍ଭୀର ଆଦେଶପୂର୍ଣ୍ଣ ସ୍ୱର। ଏତେ ରାତି ଯାଏ ଶୋଇନାହ ବାବୁ? ସେ ମାୟାବିନୀଟାର ଗୀତରେ ପୁଣି ତମେ ବାୟ ହୋଇ ବଠିଛ? ଜୀବନେନ୍ଦୁ ଭାବୁଥିଲେ, କିଏ ସତ୍ୟ କିଏ ପ୍ରହେଳିକା? ନବଘନର କଥା ସତ୍ୟ ନା ମଖିର ଉକ୍ତି ସତ୍ୟ? ପ୍ରଚ୍ଛନ୍ନ ପ୍ରହେଳିକାରେ ଗୋଟାଏ ଗଭୀର ଆବର୍ତ୍ତ ଭିତରେ ଜୀବନେନ୍ଦୁ ହଜିଯାଇ ଗୋଟାଏ ଆଶ୍ରା ଖୋଜି ନେବା ଭଳି ସେଲ୍ଫ ଉପରୁ ଭିଡ଼ି ଆଣିଲେ ଗୋଟାଏ ବୋତଲ। ଢକ୍ ଢକ୍ କରି ମୁହଁ ଲଗାଇ ପିଇଦେଲେ ସେଥିରୁ ଖୁବ୍ କିଛି ଅଂଶ। ତାପରେ ଅସାଡ଼ ହୋଇ ଗଡ଼ି ପଡ଼ିଲେ ବିଛଣା ଉପରେ। ତେବେ ଏଇଠାରେ ଶେଷ ହେଲା ପ୍ରତିଭା ରାୟଙ୍କର ଉପନ୍ୟାସ ପରିଚୟର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।